ଜୟ ଶ୍ରୀରାମ। କିଡ଼ନୀ ରୋଗରେ, ପେଟ ରୋଗରେ କିମ୍ବା ଅଶୁଦ୍ଧ ପାଣି ସମସ୍ୟାରେ, ନେତ୍ର ରୋଗରେ ଆପଣମାନେ ଚିନ୍ତିତ କି? ତ ଆଜିର ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଆଜି ଆମେ ଜାଣିବା ଏମିତି ଏକ ଉପକାରୀ ଗଛ ବିଷୟରେ ଯାହା ବହୁତ ଉପକାରୀ। ସେହି ଅଦ୍ଭୁତ ଗଛ ହେଉଛି କତକ ଗଛ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ଦେଖୁଛନ୍ତି ବୀରେନ ଉପଚାର କେନ୍ଦ୍ର, ଯେଉଁଠି ମିଳେ ଓଡ଼ିଆରେ ସରଳ ଓ ଘରୋଇ ଆୟୁର୍ବେଦିକ ଉପଚାର। ଚାଲନ୍ତୁ ଜାଣିବା କତକ ଗଛ କ'ଣ ଏବଂ ଏହା କେମିତି କାମ କରେ। କେଉଁ କେଉଁ ରୋଗରେ ଏହା ଅମୂଲ୍ୟ ଔଷଧ। ଦେଶ ଭାଷାରେ ଏହାର ନାମ ହିନ୍ଦୀରେ ନିର୍ମଲି ଫଲ ଓ ପାୟାଗାସାରୀ କହିଥାନ୍ତି। ସଂସ୍କୃତରେ ଆମ୍ବ ପ୍ରସାଦ କହିଥାନ୍ତି। ବଙ୍ଗଳାରେ ନିର୍ମାଲି ଫଲ ମଧ୍ୟ କହିଥାନ୍ତି। ତେଲଙ୍ଗାନାରେ ଇଣ୍ଡାଗା ଗାଞ୍ଜି ମଧ୍ୟ କହିଥାନ୍ତି। ବଟାନିକାଲ ନେମ୍ ଷ୍ଟ୍ରୋକୋସ୍ନୋସ୍ ପଟାରୁନ୍ ମଧ୍ୟ କହିଥାନ୍ତି। ଏହାର ଉଦ୍ଭିଦର ପରିଚୟ: ଊର୍ଦ୍ଧ୍ୱଗାମୀ ବୃକ୍ଷ, ଚିକ୍କଣ ସିଆର ଯୁକ୍ତ, ପତ୍ର ବୃତ୍ତାଭାସ, ଉଭୟ ପାର୍ଶ୍ୱ ସୂତ କ୍ଷୀଣ, ପୁରାତନ ଶାଖାରେ ସ୍ତବକ ବାହାରେ, ଫଳ ଗୋଲାକାର, କ୍ଷୁଦ୍ର କୃଷ୍ଣବର୍ଣ୍ଣ, ମଞ୍ଜି ଧବଳ ଲମ୍ବାକୃତି। ମଞ୍ଜିକୁ ବାଟି ଗୋଳିଆ ପାଣିରେ ଗୋଳି ଦେଲେ ତଳେ ମଣ୍ଡ ବସି ପରିଷ୍କାର ପାଣିତକ ସବୁ ଉପରେ ରହିଯାଏ। ଏଣୁ ଏହି ଗୋଳିଆ ପାଣିକୁ ଗାଁ ଗହଳିରେ କତକ ମଞ୍ଜି ବ୍ୟବହାର କରନ୍ତି ବିଭିନ୍ନ ପ୍ରକାର ରୋଗ ଉପଶମ ନିମନ୍ତେ। କୁଷ୍ଠରୋଗ: କତକ ମୂଳର କ୍ୱାଥ 3ରୁ 4 ଗ୍ରାମ କରି ପ୍ରତ୍ୟହ ପାନ କଲେ କୁଷ୍ଠ ରୋଗରେ ଉପଶମ ହୋଇଥାଏ। ଆରମ୍ଭ ହୋଇଥିବା କୁଷ୍ଠ ରୋଗରେ ଏହା ବ୍ୟବହାର କଲେ ମହୋଷଧି ଭଳି କାମ କରିଥାଏ। ଗାନେରିଆ: କତକ ମଞ୍ଜି ଚୂର୍ଣ୍ଣ 100ରୁ 200 ମିଲିଗ୍ରାମ ପ୍ରତ୍ୟହ ପାଣିରେ ଗୋଳାଇ କିଛି ଦିନ ପିଇଲେ କିଛି ଦିନ ପରେ ରୋଗ ଉପଶମ ହୋଇଥାଏ। ପ୍ରମେହ: 10ରୁ 12 ଗ୍ରାମ କତକ ମଞ୍ଜିକୁ ନେଇ ସେଗୁଡ଼ିକ ଟିକ୍ ଟିକ୍ କରି କାଟି 1ରୁ 1.5 କପ୍ କ୍ଷୀରରେ ମିଶାଇ ପୂର୍ବଦିନ ପଥୁରିରେ ବତୁରାଇ ରଖିବେ। ତା ପରଦିନ ସକାଳୁ ଚିକ୍କଣ କରି ବାଟି ପ୍ରତ୍ୟହ ପାନ କଲେ ଅଳ୍ପ ଦିନ ମଧ୍ୟରେ ରୋଗ ଉପଶମ ହୋଇଥାଏ। ଆଖିରୁ ପାଣି ବାହାରିବା ବା କୁହୁଡ଼ିଆ ଦେଖାଦେବା: କତକ ମଞ୍ଜି ପଥରରେ ଘେରି ଅଧ ଚିମୁଟେ ଖାଇବା କର୍ପୂର ମିଶାଇ ଆଖିରେ ଅଞ୍ଜନ ପରି ପ୍ରତିଦିନ ଲଗାଇଲେ ଅଳ୍ପ ଦିନ ମଧ୍ୟରେ ଆଖିରୁ ପାଣି ଗଡ଼ିବା ବନ୍ଦ ହୋଇଥାଏ ଏବଂ ଚକ୍ଷୁ ନିର୍ମଳ ହୋଇ ପରିଷ୍କାର ଦେଖାଯାଏ। ଶୂଳ ରୋଗ: କତକ ମଞ୍ଜି ପଥରରେ ଘେରି ଖାଇବା କର୍ପୂର ମିଶାଇ ଔଷଧକୁ ପେଟରେ ଲେପନ କଲେ ଅଳ୍ପ ଦିନରେ ଶୂଳ ରୋଗ ମଧ୍ୟ ଭଲ ହୋଇଥାଏ। ବାନ୍ତି: ପାଚିଲା କତକ ମଞ୍ଜି 200ରୁ 300 ମିଲିଗ୍ରାମ ମାତ୍ରାରେ ସେବନ କଲେ ବାନ୍ତି ଭଲ ହୋଇଥାଏ। କଫ, ପିତ୍ତ, ରକ୍ତପିତ୍ତ, ବାତ ବୃଦ୍ଧି, ମେହ, ବିଷଦାହ, ଦାହ। କତକ ମଞ୍ଜିର ଚୂର୍ଣ୍ଣ 100ରୁ 150 ମିଲିଗ୍ରାମ ମାତ୍ରାରେ ପ୍ରତ୍ୟେକ ଦିନ ସେବନ କଲେ କିଛି ଦିନ ପରେ ଏହିସବୁ ରୋଗ ଉପଶମ ହୋଇଥାଏ। ଅଶ୍ମରି ରୋଗ: କତକ ମଞ୍ଜି ଚୂର୍ଣ୍ଣ 1 ଭାଗ 100ରୁ 150 ମିଲିଗ୍ରାମ, ଗାଈ କ୍ଷୀର 8 ଭାଗ ବା ଚୂର୍ଣ୍ଣର
8 ଗୁଣ ଏବଂ ଜଳ 32 ଗୁଣ, ଚୂନର 32 ଗୁଣ ଏକତ୍ର ସିଦ୍ଧି କରି କ୍ଷୀରରେ ଅବଶେଷ ରଖିବ। ତାକୁ ପ୍ରତିଦିନ ପାନ କଲେ ଅଳ୍ପ ଦିନରେ ଅଶ୍ମରୀ ରୋଗ ମଧ୍ୟ ଭଲ ହୋଇଥାଏ। ନେତ୍ର ରୋଗ। କତକ ମଞ୍ଜି ପଥରରେ ଚିକଣ କରି ଘୋରିବେ। ସେଥିରେ 5 ମିଲିଗ୍ରାମ ସୈନ୍ଧବ ଲବଣ ମିଶାଇ ଆଖିରେ ପ୍ରତ୍ୟହ ଅଞ୍ଜନ କଲେ ଚକ୍ଷୁର ଶୁକ୍ଳଭାଗ ଦାତ ହୋଇଥିବା ରକ୍ତବିନ୍ଦୁ ପରି ଚିହ୍ନ ବା ଅର୍ଜୁନ ରୋଗ ବୋଲି କହିଥାନ୍ତି। ଏହି ରୋଗ ଅଳ୍ପ ଦିନ ମଧ୍ୟରେ ମଧ୍ୟ ଭଲ ହୋଇଥାଏ। ଆଶା କରୁଛି ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ।